ବ୍ଲଗ୍ ତ ଆଜି ହେଉଛି ଆମ 12th କ୍ଲାସ୍ର ଲାଷ୍ଟ ଏକ୍ଜାମ୍ ଆଉ ମ୍ୟାଥ୍ ଥିଲା ଲାଷ୍ଟ ଦିନ। ତ ଯେତିକି ଖୁସି ଥିଲି ସେତିକି ଟେନସନ୍ ବି ଥିଲି। ଆଉ ଏଠି ମମି ମୋତେ ଖୁଆଇ ଦେଉଛି, ଗାଧୋଇ ପାଧେଇକି ପୁରା ରେଡ଼ି ହେଇସାରିଥିଲି। ତାପରେ ଏଠି ଲାଷ୍ଟ ଖାଇକି ଦେନ୍ ବାହାରି ପଡ଼ିଲି। ଆଉ ଏଠି ମୁଁ ଟିକେ ଫେସ୍ରେ ସନସ୍କ୍ରିନ୍ ୟୁଜ୍ କରୁଛି, ଯେହେତୁ ଆଜିକାଲି ଯେଉଁଭଳିଆ ଗରମ ପଡ଼ିଲାଣି ଏବେ, ତ ମୁହଁ ପୁରା ଟ୍ୟାନ୍, ମାନେ ମୁହଁ କ'ଣ ସ୍କିନ୍ ବି ଟ୍ୟାନ୍ ପଡ଼ିଯାଉଛି। ତ ସନସ୍କ୍ରିନ୍ ୟୁଜ୍ କରିବାଟା ନିହାତି ଦରକାର। ଦେନ୍ ଏଠି ଲିପ୍ ବାମ୍ ଟିକେ ତାକୁ ହାଲକାସା ଲଗେଇକି, ତ ଏଠି ଆଇ କାର୍ଡ଼ ହେରିକା ପିନ୍ଧିକି ମୁଁ ରେଡ଼ି ହେଇଗଲି। ଫାର୍ଷ୍ଟ ଯାଇକି ଠାକୁରଙ୍କୁ ପ୍ରଣାମ କରିନେଲି। ଦେନ୍ ତାପରେ ଆସିକି ମମିକି ଏଠି ମୁଣ୍ଡିଆ ମାରିନେଲି, ଆଶୀର୍ବାଦ ନେଲି। ଆଉ ତାପରେ ଏଠି ଟିକେ ଦହି ଚିନି ଖାଇଦେଲି, ଯେହେତୁ ଦହି ଚିନି ଖାଇଗଲେ ଶୁଭ ବୋଲି କୁହାଯାଏ। ତ ଦହି ଚିନି ଖାଇକି ଯେମିତି ଆଡ଼ମିଟ୍ କାର୍ଡ଼, ପେନ୍, ପେନସିଲ୍ ଯାହା ସବୁ ଦରକାର ଥିଲା ସବୁ ନେଇକି ଆମେ ଚାଲିଲୁ ଡାଇରେକ୍ଟ ସେଣ୍ଟରଠି। ତ ଏଠି ମମିର ମୋର ଯାଉଛୁ ଏବେ ସେଣ୍ଟରଠିକି। ତ ଏଠି ସମସ୍ତେ ଦେଖନ୍ତୁ ଆମ କଲେଜ ପିଲା ସମସ୍ତେ ଲାଇନ୍ ହେଇକି ଛିଡ଼ା ହେଇଯାଇଛନ୍ତି। ଦେନ୍ ଆମେ ଡାଇରେକ୍ଟ ଏକ୍ଜାମ୍ ହଲ୍କୁ ଯିବୁ। ଏକ୍ଜାମ୍ ଦେଇକି ଆସିଲା ପରେ ମୁଁ ବହୁତ ଖୁସି ଥିଲି, ଯେହେତୁ ଆଜି ଲାଷ୍ଟ ଏକ୍ଜାମ୍ ଥିଲା, ଟେନସନ୍ ଗଲା। ଆଉ ତାପରେ ଏଠି ମମି ମୋତେ ଗିଫ୍ଟ ଦେଇଦେଲା ଗୋଟେ ଚକୋଲେଟ୍। ତ ତାକୁ ଦେଖିକି ଆହୁରି ଖୁସି ହେଇଗଲାଣି, ତାକୁ ମୁଁ ଥ୍ୟାଙ୍କ ୟୁ କହିଲି। ଓକେ ବାଏ।